ଭୟରେ 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 ନମସ୍କାର କଲେ କାହିଁକି ଜାଣିଛ? କାହିଁକି ଏ ଦୁନିଆରେ କାହାକୁ ମଣିଷ ଭୟ କରେ? କାହାକୁ ଆଜ୍ଞା? ଯାହାର ବିବେକ ନଥାଏ। ହଁ ଆଉ ବିବେକ କାହାର ନଥାଏ? କାହାର ନଥାଏ? ମେହେର ଲେଖିଲେ ଗୋଟାଏ ପଦ, କଣ ଲେଖିଲେ? ବହିର ନାଁ ହଉଛି ପଦ୍ମିନୀ। ହଁ କହିଲେ ନିଚ ଲୋକ ପାଏ ଯେବେ ଏ ଉଚ୍ଚ ଅଧିକାର ନଥାଏ ତା ପାପ ପୁଣ୍ୟ ବିବେକ ବିଚାର କହିଲେ ନିଚ ଲୋକ ପାଏ ଯଦି ଉଚ୍ଚ ଅଧିକାର ନଥାଏ ତା ପାପ ପୁଣ୍ୟ ବିବେକ ବିଚାର। ବିଚାର କଣ ପାପ ହଁ ଆଉ କଣ ପୁଣ୍ୟ ବାସ୍ ଏ ବିବେକ ତାର ନଥାଏ ବିଚାର କରିବା ପାଇଁ। ଆଜ୍ଞା ଆଜ୍ଞା ବିଚାର ଶକ୍ତି ତାର ନଥାଏ। ହଁ ଏ ପୁଅ ହଁ ସେମିତି ଜଣେ ବ୍ୟକ୍ତିତ୍ୱ ହଁ ଏ ସଭାରେ ଅଛନ୍ତି। ହଁ ସେ କିଏ? କିଏ? ଆଉ କେହି ନୁହନ୍ତି, ଆଉ ସେ ହଉଛନ୍ତି ବ୍ରହ୍ମାଙ୍କର ପୁଅ। ବ୍ରହ୍ମାଙ୍କ ପୁଅ ଆଁ? ନା କଣ? ବ୍ରହ୍ମାଙ୍କର କେତେଟା ପୁଅ କି? କେତେଟା ମୁଁ କେମିତି ଜାଣିବି? ଶୁଣୁ, କହୁନାହାନ୍ତି। ସୃଷ୍ଟି କରିଦେଲେ ବ୍ରହ୍ମା, ହଁ ପାଳନ କରିବା ପାଇଁ ହଁ ରାଜା ଦରକାର। ହଁ ହଁ 4 ଜଣ ପିଲା ମନରୁ ଜନ୍ମ କଲେ। 4 ଜଣ ହଁ 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 4 ସନ 4 ସନ ମୁଁ କହିଛି। ସନକ ସନନ୍ଦ ସନନ୍ଦନ ସନତ କୁମାର। ଆଁ? ଆଜ୍ଞା ବାବୁରେ ଏ 4 ପୁଅ ଛିଡା ହେଲେ। ହଁ ବ୍ରହ୍ମା ପଚାରିଲେ ପିଲେ ଆଜ୍ଞା ଆଜ୍ଞା ଏ ସୃଷ୍ଟିଟାକୁ ତିଆରି କରିଛି, ଆଜ୍ଞା ତମେ ରାଜା ହିଁ ପାଳନ କର। ନାଇଁ ଆଜ୍ଞା ଆମେ ପାରିବୁନି ଆଜ୍ଞା। ଆଉ ନାଇଁ ଆମେ ପାରିବୁନି। ଆମେ ଆପଣ ଯଦି କହିବେ ଆମେ ଯଜ୍ଞ କରି ସୃଷ୍ଟିର ବସ ବସ ମଙ୍ଗଳ ଚିନ୍ତା କହିଲେ ଆମେ ତପସ୍ୟା କରିବୁ, ଯଜ୍ଞାଦି କରିବୁ ଏବଂ ଏ ମଙ୍ଗଳ କରିବୁ ଏ ବିଶ୍ୱର। ହଁ ବ୍ରହ୍ମା ନିଜ ଦେହରୁ ହଁ 10ଟା ପିଲା ଜନ୍ମ କଲେ। 10ଟା ମନରୁ 5, ଦେହରୁ 10। ସେ 10 କଣ କଣ? ଆଁ? କହିଲେ ମରିଚି ମର୍ତ୍ୟଙ୍ଗୀର ସବୁ ପୁଲସ୍ତ୍ୟ ପୁଲହ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷଶ୍ଚ ଏ 10 ସ୍ତୋତ୍ର ନାରଦ। ହଁ ଶ୍ରୀମଦ ଭାଗବତ ବ୍ୟାସ ହଁ ଗଣେ ପୁଅ। କହୁନାହାନ୍ତି ଆଜ୍ଞା। 10ଟା ପିଲାଙ୍କ ନାଁ ଗଣେ। ହଁ କୁହନ୍ତୁ। ମରିଚି ସାରେ ମଲା ଲୋକ କାହିଁ ଏଠିକି ଆସିବେ? କଣ ମରିବ?